दीदी नमस्कार। नमस्कार। कौन ये आंब रखिले बड़ हांडी रखिले से कुटा रखिले पॉलिथिन रे पुणी कौन रखिले कौन आंब कौन करिवार अछि के ये आंब गुड़ा पूरा सब माने छुआ मैंने नहीं जाउछन तो एका बेले सब पचई देबा बोलिकरी सब तोड़िकी आनीछु। आपण तो ये जिनस पत्र नहीं कि आछंती केमती आंब पचेबे से विषय रे कहिबे प्रथमे आपण को परिचय टिके दियंतु। मोर ना मिथिला महंत ग्राम पुटुड़िया ब्लॉक पाटना जिला केन्दुझर माँ पासुड़ी ग्रुप रो सेक्रेटरी। आज जो आपण आंब पाचिबा पई देबे तो कौन कौन नेउछंती प्रथम रे मु गुटे हांडी नेउछि आज्ञा तापरे कुटा नेउछि अच्छा तापरे कपर कार्बाइड नेउछि आउ ताको मु प्रथम रे कुटा देबी अच्छा तापरे कपर कार्बाइड को जेमती आंबर संस्पर्श रे नसबा पई एमती खुला कर देबी अच्छा तापरे से यार उपरे माने कुटा ढांकी देबी जेमती तार गैस टा बाहरिबो तार लागी रहिबो नै अच्छा आउ देई करी देला परे आम ଆପଣମାନଙ୍କ ପାଇଁ ପ୍ରଶ୍ନ ଆମ୍ବ ପଚାଇବା ପାଇଁ କେଉଁ କେଉଁ ଜିନିଷ ଦରକାର ହୁଏ? ଏହାର ଉତ୍ତରଟିକୁ ଶୁଣନ୍ତୁ। ପାକଳ ହୋଇଥିବା ଆମ୍ବ, କପର କାର୍ବାଇଡ୍, ମାଟି ହାଣ୍ଡି, କିଛି କୁଟା ଆମ୍ବ ପଚାଇବା ପାଇଁ ଆବଶ୍ୟକ ହୋଇଥାଏ। देखो प्रथम रे मु हांडी रे कुटा देउछि। अच्छा प्रथमे ए कुटा दे दोछन हाँ आपण तो प्रथमे कुटा दे देले तापरे कौन करिवे तापरे मु ए कपर कार्बाइड टाकू खुला करी एमती अच्छा पॉलिथिन रखी रंगे दे। ही ताकू दे हाँ पॉलिथिन सहित रहिथिबो से देले जेमती तळे पड़बो नै तार गैस टा बाहरिबो। तापरे मु आ गंडे किछि कुटा दे देबी जेमती आंब गुडा सेई कपर कार्बाइड उपरे लागी रहिबो नै अच्छा एठी तार कपर कार्बाइड लागले कोन पचई देबो। आपण केते कार्बाइड नेले एटा एटा 100 ग्राम नैछि केते केजी आंब पई 20 केजी 100 ग्राम रे ताले 20 केजी 20 केजी पाची देबो। हो करंतु ଏବେ ଆପଣମାନଙ୍କ ପାଇଁ ଦ୍ୱିତୀୟ ପ୍ରଶ୍ନ 1 କିଲୋଗ୍ରାମ ଆମ୍ବ ପାଇଁ କେତେ କାର୍ବାଇଡ୍ ଦରକାର ହୁଏ? ଏହାର ଉତ୍ତରଟି ଶୁଣନ୍ତୁ। 1 କିଲୋଗ୍ରାମ ଆମ୍ବକୁ ପଚାଇବା ପାଇଁ 5 ଗ୍ରାମ କାର୍ବାଇଡ୍ ଦରକାର ହୋଇଥାଏ। आपण तो प्रथमे कोटा दे देले तापरे कार्बाइड देकी पुणी आउरी कोटा दे देले वर्तमान कोन करिवे वर्तमान मु आंब को रखिबी सिटी आ। अच्छा एटा कोन आंबटा नउचंदी आपण एटा तोटापल्ली। अच्छा केवल तोटापल्ली पचेइबो ना ଆଉ अलगा आंब भी नहीं सबू माने सुड़ी आंब ठू आरंभ करी कोलमी आंब जेते आंब सबू पची परबो। अच्छा ए कार्बाइड साहाय्य
ଠେକାରେ ବି ପଚେଇ ପାରିବେ ଆଉ ଅନ୍ୟ ସିଲଭର ହାଣ୍ଡିରେ ବି ପଚେଇ ପାରିବେ, କିନ୍ତୁ ତାର ଗ୍ୟାସ୍ଟା ବାହାରିବା ଦରକାର। ନା ବାହାରିବନି, ଗ୍ୟାସ୍ଟା ବାହାରିବନି। ଗ୍ୟାସଟା ବାହାରିବା ହଁ ଦରକାର ନାହିଁ। ହଁ। ଆଚ୍ଛା, ବର୍ତ୍ତମାନ ତ ଆମ୍ବ ଦେଇଦେଲେ, କ'ଣ କରିବେ ୟା ପରେ? ତାପରେ କୁଟା ଢଙ୍କେଇ ଦେବି। ହଉ, ଢଙ୍କାନ୍ତୁ କେମିତି? ହେଇଗଲା। ୟା ପରେ ଆଉ ଗୋଟେ ଥାଳି ଥୋଳା କିମ୍ବା ମାନେ ଢାଙ୍କୁଣୀ, ଯେଉଁ ମାଟିର ବି ଢାଙ୍କୁଣୀ ଅଛି, ଯାହା ଢଙ୍କେଇ ଦେଲେ ବି ଚଳିବ, ମାନେ ଗ୍ୟାସ୍ଟା ତାର ବାହାରିବନି ଆଉ। ଓ, ଢଙ୍କେଇ ଦିଅନ୍ତୁ। ଏ ଦେଖନ୍ତୁ ମୁଁ କେମିତି ଢଙ୍କେଇ ଦେଉଛି, ମାଟିର ତାର ଢାଙ୍କୁଣୀ ଅଛି। ଆଚ୍ଛା, ସେ ଢାଙ୍କୁଣୀ ଦେଖିଲି ପୁରା ସେଟ୍ ହେଇଗଲା। ହଁ ସେଟ୍ ହେଇଗଲା, ତାର ଆଉ ଗ୍ୟାସ୍ ବାହାରିବାର ବାହାରିବନି। ନାହିଁ ଆଉ। ସେ ତାର ସେଇ ଗ୍ୟାସ୍ରେ ପାଚିଯିବ ଆଉ। ଆପଣ ଯେଉଁ ଏଇଠି ଦେଲେ କାର୍ବାଇଡ଼ଟା, ଏଇଟା କେଉଁଠୁ ଆଣିଥିଲେ? ଏଇଟା ଏଇ ବଜାରରୁ ସେଇ ଲୁହା ଦୋକାନ ପାଖରୁ ମିଳୁଛି। ସେଇଟା କେତେ ରେଟ୍ ପଡ଼ୁଛି? 100ଟା 10 ଟଙ୍କା, କେଜିଟା ହେଉଛି 100 ଟଙ୍କା। ବର୍ତ୍ତମାନ ଏହାକୁ କେଉଁଠି ରଖିବେ? ୟାକୁ ଛାଇ ଜାଗାରେ ରଖାହେବ, ଯେମିତି ମାନେ ଲୋକମାନଙ୍କ ସଂସ୍ପର୍ଶରେ ଆସିବନି। ନିଶ୍ୱାସରେ ଯଦି ସେ ଗ୍ୟାସ୍ ଆସିବ ତାହେଲେ ଟିକେ କ୍ଷତିକାରକ ଆଉ। ଛାଇ ଜାଗାରେ ତାହେଲେ ରଖିବେ? ଛାଇ ଜାଗାରେ, ନିରୋଳା ଜାଗାରେ ରଖାହେବ। ଏ ତ ଆଜ୍ଞା ଢାଙ୍କୁଣୀ ଦେଲି, ପୁରା ରେଡ଼ି ହେଇଗଲା। ୟାକୁ ତ ଏକା ନେଇ ହେବନି, ଟିକେ ଆପଣ ସାହାଯ୍ୟ କଲେ ଭଲ ହୁଅନ୍ତା। କୋଉଠି ଛାଇ ଜାଗାକୁ ନୁହଁ ତ? ହଁ, ଛାଇ ଜାଗା। ଏଇଟା ଛାଇ ଜାଗାରେ ମୁଁ ହାଣ୍ଡିଟା ଘର ଭିତରେ ରଖିଦେଲେ ତାହେଲେ। ଯାହା ହଉ, ଆପଣ ଆଜି କିପରି କାର୍ବାଇଟ୍ ସାହାଯ୍ୟରେ ଆମ୍ବକୁ ପାଚିବା ପାଇଁ ଦେଉଛନ୍ତି ସେ ବିଷୟରେ କହିଲେ ଏବଂ କରିକି ମଧ୍ୟ ଦେଖାଇଲେ। ଯେଉଁ ଚାଷୀ ଭାଇମାନେ ଆମ୍ବ ଚାଷ କରୁଛନ୍ତି ତାଙ୍କୁ ଟିକେ ବାର୍ତ୍ତା ଦିଅନ୍ତୁ। ଏଇ ଆମ୍ବ, ପାକଳ ଆମ୍ବ ହେଇଗଲେ ତାକୁ ତୋଳିକିରି ଏମିତି ପାଚେଇ ଦେଲେ ସୁବିଧା ହେବ। କି କାହିଁକିନା ଗଛରେ ତ ମାନେ ସମୁଦାୟ ଆମ୍ବ ଏକାବେଳେ ପାଚିବ ନାହିଁ, ଗୋଟେ ଗୋଟେ କରି ପାଚିବ। ତେଣୁ ଏଗା ଆଣିକରି ଯଦି କାର୍ବାଇଟ୍ ଆଣିକରି ଏମିତି ପାଚେଇ ଦେବ, ବିକିବା ପାଇଁ ସୁବିଧା ହେବ। ଆଉ ରେଟ୍ ବି ରହିଥିବ, ରେଟ୍ ସମୟରେ ବିକିଦେବେ ଏମିତି କରିକିରି ଆଉ। ବର୍ତ୍ତମାନ ଆସନ୍ତୁ ଜାଣିବା, ପାକଳ ଆମ୍ବକୁ ଏକକାଳୀନ ପଚାଇ ବିକ୍ରି କରିବାକୁ ହେଲେ ଏଥିପାଇଁ ଏକ ମାଟି କିମ୍ବା ଆଲୁମିନିୟମ ପାତ୍ରରେ କିଛି କୁଟା ଦେଇ ତା ଉପରେ କପର କାର୍ବାଇଟ୍ ରଖି ଦିଆଯାଏ। ଏହି କପର କାର୍ବାଇଟ୍ ଉପରେ କୁଟା ଦେବାକୁ ହେବ, ତା ଉପରେ ଆମ୍ବକୁ ରଖି ଦିଆଯିବ। 1 କିଲୋଗ୍ରାମ ଆମ୍ବ ପ୍ରତି 5 ଗ୍ରାମ ହିସାବରେ କାର୍ବାଇଟ୍ ଦିଆଯାଏ। ଆମ୍ବ ଉପରେ ପୁଣି କୁଟା ଦେଇ ଏକ ଢାଙ୍କୁଣୀ ଦେଇ ଛାଇ ଜାଗାରେ ରଖିଦେଲେ ଏହି ଆମ୍ବ 3 ଦିନରେ ପାଚିଯିବ। ଏହିପରି ଭାବରେ କୃତ୍ରିମ ଉପାୟରେ ଆମ୍ବକୁ ପଚା ଯାଇଥାଏ। ଯାହା ହଉ, ଆପଣ ଆଜି କିପରି କାର୍ବାଇଟ୍ ସାହାଯ୍ୟରେ ଆମ୍ବ ପାଚିବା ପାଇଁ ଦେଉଛନ୍ତି ସେ ବିଷୟରେ କହିଲେ ଏବଂ କରିକି ମଧ୍ୟ ଦେଖାଇଲେ। ଚାଷୀ ଭାଇମାନଙ୍କୁ ଭଲ ବାର୍ତ୍ତା ମଧ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଧନ୍ୟବାଦ। ନମସ୍କାର।